ବର୍ଷା ଋତୁ ଆରମ୍ଭ ହେବା ସହ ଦେଶର ବିଭିନ୍ନ ରାଜ୍ୟରେ ଡେଙ୍ଗୁ ମାମଲା ନେଇ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହିଛି। ଡେଙ୍ଗୁ ଏକ ଭାଇରାଲ ରୋଗ ଯାହା ଏଡିସ୍ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛରେ ବେଦନା, ଶରୀର ଓ ଗଣ୍ଠିରେ ଯନ୍ତ୍ରଣା ଏହା ସାଧାରଣ ଲକ୍ଷଣ। ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଘର ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। କୁଲର, ଟାଙ୍କି, ଫୁଲ୍ ଟବ୍ ଓ ପୁରୁଣା ଟାୟାରରେ ପାଣି ଜମିବା ରହିଲେ ମଶା ବଢ଼ିଥାଏ। ଲମ୍ବା ହାତରେ ପୋଷାକ ପିନ୍ଧନ୍ତୁ, ମଶାରୀ କିମ୍ବା ମଶା ତଡ଼ାଇବା ଉପକରଣ ବ୍ୟବହାର କରନ୍ତୁ ଏବଂ ଜ୍ୱର ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଡେଙ୍ଗୁରୁ ବଞ୍ଚିବା ପାଇଁ ସଚେତନତା ଏବଂ ସଫାସୁତୁରା ପରିବେଶ ରଖିବା ଅତ୍ୟନ୍ତ ଜରୁରୀ। ନିଜେ ସଚେତନ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। ଏଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତାଜା ଓ ଭରସାଯୋଗ୍ୟ ଖବର ପାଇଁ ସାରା ନ୍ୟୁଜ୍ ଓଡ଼ିଆକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ।